ଦେଖନ୍ତୁ ଆମର ଗୋଟେ ଏଆଇ କ୍ୟାମେରା ଯୋଉ କୁଲଡିଆ ଅଭୟାରଣ୍ୟ ଲାଗିଛି ସେଟା ଚୋରି ହେଇଯାଇଥିଲା। ଚୋରି ହେଇଯାଇଥିଲା ଆମର ଫରେଷ୍ଟର ଯିଏ ଆମର ଅଛନ୍ତି ବିଜୟ କୁମାର ସାହୁ ତାଙ୍କର ତତ୍ତ୍ୱାବଧାନରେ ତାଙ୍କର ଇଣ୍ଟେଲରେ ଆମେ ଗୋଟେ ରେଡ୍ କରିଥିଲୁ। ରେଡ୍ରେ ଗୋଟେ ଲୋକ ଧରା ହେଇଥିଲା। ଧରା ହେଲା ପରେ ସିଏ ଖବର ଦେଇଥିଲେ ଯେ କିଏ ସବସିକ୍ୱେଣ୍ଟଲି ଆମେ ରେଡ୍ ଚାଲିଥିଲା। ସେଇ ସମୟରେ ଆମେ ରୋଡରେ ଆମର କାଲି 70 ଜଣ ଷ୍ଟାଫ୍ ଏଥିରେ ଆମର ନିয়োଜିତ ଥିଲେ ଏଇ ରେଡ୍ରେ। ତ ଆମେ ଯାଉଥିଲୁ ହଠାତ୍ କି ଗୋଟେ ବୋଲେରୋ ବହୁତ ହାଇ ସ୍ପିଡରେ ଆମକୁ ମାନେ ଆକ୍ସିଡେଣ୍ଟ କରିକି ଆମକୁ ଗଳେଇ ଦେବାର ପ୍ଲାନ୍ରେ ସିଏ ପୁରା ଆମକୁ ଚେଜିଂ କଲା। ତ ଆମେ କହିଲୁ ଆମେ ତ ରେଡ୍ କରୁଛୁ କିଏ କିଏ ଆଉ ଅଲଗା କିଏ ଦୁର୍ବୃତ୍ତ ବୋଧେ ଆମକୁ ଆଟାକ୍ କରୁଛନ୍ତି। ତ ଆମେ କହିଲୁ ତାକୁ ଅଟକେଇଲୁ। ପରବର୍ତ୍ତୀ ସମୟରେ ଆମ ଷ୍ଟାଫ୍ ସବୁ ଅଟକେଇଲୁ। ଦେଖିଲା ବେଳକୁ ସେ ଜଣେ ଆମର ସସ୍ପେଣ୍ଡେଡ୍ ଗାର୍ଡ ଯିଏ ହାତୀ ମାରିକି ତାକୁ ଗଡ ଗଡ କରିକି ଆପଣ ପୂର୍ବରୁ ଆପଣ ସେ ତା ଭିଜୁଆଲ ନେଇଥିଲେ। ସେ ହାତୀ ମାରିକି ଗଡ ଗଡ କରିକି ତାକୁ ପୋତି ଦେଇଥିଲେ। ତ ସେଇ ଗାର୍ଡ ସେଠି ପହଞ୍ଚିଥିଲେ। ଆମେ ଦେଖିଲୁ ଆରେ ଆପଣ ଏଠି କଣ ଆମକୁ ଏମିତି ହଇରାଣ କରୁଛନ୍ତି। ତାହେଲେ ସିଏ କହିଲେ ଯେ ଆମେ ଆପଣଙ୍କ ସାଙ୍ଗରେ ମଜାକ କରୁଥିଲୁ। ମୁଁ କହିଲି ଆପଣ ତ ଫରେଷ୍ଟ ଗାର୍ଡ, ଆମେ ଆମ ରେଡ୍ ଚାଲିଛି, ଆମେ ଅଫିସିଆଲ ଡ୍ୟୁଟିରେ ଅଛୁ, ତ ଆପଣ କେମିତି ଆମ ସାଙ୍ଗେ ମଜାକ କରୁଛନ୍ତି। ତ ଆପଣ ଆମ ସମାଜବନ୍ଧ ଲୋକ ବି ନୁହଁ। ଆଉ ଏଟା ହେଲା ମୁଁ ବସିଛି ଏସିଏଫ୍ ବସିଛି ନିଜେ ମୁଁ, ଆପଣ ଏଟା ଠିକ କରୁନାହାନ୍ତି, ଆପଣ ବ୍ୟବହାର ଠିକ ନୁହଁ। ତ ତାପରେ ମୁଁ ତାଙ୍କୁ କହିଲି ଆପଣ ଏଇ ଆପଣଙ୍କ ବ୍ୟବହାର ପାଇଁ ଆପଣ ସେତେ ଦିନରୁ ହଇରାଣରେ ପଡୁଛନ୍ତି, ରିଇନଷ୍ଟେଟ୍ ହେଇପାରୁନାହାନ୍ତି 1.5 ବର୍ଷ ହେଲାଣି। ତ ମୁଁ ସେତିକି କହିଲା ଭିତରେ ସେ ପୁରା ଅଭଦ୍ରାମୀ ତାଙ୍କର ଆଉ ତାଙ୍କର ସହଯୋଗୀ ଯୋଉ ସାଙ୍ଗ ଅଭଦ୍ରାମୀରେ ଆମକୁ ଖରାପ ଭାଷାରେ କହିଲେ। ଏବଂ ମୁଁ ଆଗରେ ଯେହେତୁ ବସିଥିଲି ମତେ ଟାଣି ମୋର ବେକ ପ୍ରୋବ୍ଲେମ ଅଛି, ବେକ ବ୍ୟାଣ୍ଡ ଟାକୁ ଟାଣିକି ସିଏ ମତେ ନେଇକି ବାହାରକୁ ତାଙ୍କର ଯୋଉ ଗାଡି ତଳେ ଯୋଉ ଜକ୍ ରଡ୍ ଥିଲା ସେଥିରେ ମତେ ଆଟାକ୍ କରିବା ପାଇଁ ଚେଷ୍ଟା କଲେ ବେଳକୁ ଆମ ଷ୍ଟାଫ୍ କହିଲେ ଆରେ ସାରକୁ କିଏ ଧରିଲାଣି। ଧରିଲା ଭିତରେ ତାକୁ ଆମେ ଯେହେତୁ ସେମାନେ ଅତ୍ୟଧିକ ମଦ ଏବଂ ଡ୍ରଗ୍ସ ପିଇଥିବାର ଆମକୁ ଯାହା ଲାଗିଲା ତାଙ୍କ ବ୍ୟବହାରରୁ, ତ ତାକୁ ଆମେ ଅଟକେଇଲୁ, ତାକୁ ଭଲରେ ବୁଝେଇକି ତାକୁ ଆମେ ଆମ ଷ୍ଟାଫ୍ ତାଙ୍କୁ କଣ୍ଟ୍ରୋଲ ରେ ନେଇକି ଆମେ ବ୍ରହ୍ମପୁର ଥାନାରେ ତାକୁ ପହଞ୍ଚେଇଲା ପରେ ଆମେ ଯେହେତୁ ଆମର ମତେ ସିଏ ମାରିଦେବା ପାଇଁ ଚେଷ୍ଟା କରୁଥିଲେ, ତାଙ୍କର ଯୋଉ ଗାଡି ତଳେ ଯୋଉ ରଡ୍ ମାରିଦେବା ପାଇଁ ଚେଷ୍ଟା କରୁଥିଲେ ଏବଂ ଆମର ସ୍କ୍ୱାଡ୍ ପିଲାକୁ ବି ଆହତ କରି ପିଟିକି ତାଙ୍କର ହାତ ଫାତ ପୁରା ଡ୍ୟାମେଜ କରିଦେଇଛନ୍ତି। ତ ସେ ଯେହେତୁ କରିଦେଇଥିଲେ ଆମେ ସେଇଥିପାଇଁ ଗୋଟେ ଲିଖିତ ଅଭିଯୋଗ ଆଇଆଇସି ମ୍ୟାଡମକୁ ଜଣେଇଥିଲୁ। ଜଣେଇଲା ପରେ ସିଏ ନିଜେ ଆମକୁ କହିଲେ ଯେ ଆଜ୍ଞା ଆମର ଭୁଲ ହେଇଛି, ଆମେ ବହୁତ ନିଶାସକ୍ତ ଅବସ୍ଥାରେ ଥିଲୁ, ତ ସେଥିପାଇଁ ଆମକୁ କ୍ଷମା କରିଦିଅନ୍ତୁ। ସେଥିପାଇଁ ଗୋଟେ ସିଏ ନିଜେ ଲେଖିଲେ ଯେ ଆମେ ଆଉ ଏମିତି କେବେ ଗଣ୍ଡଗୋଳ କରିବୁ ନାହିଁ। ଗଭର୍ଣ୍ଣମେଣ୍ଟ ମୁଁ ଯେହେତୁ ସସ୍ପେଣ୍ଡ ଅଛି ଆଉ ଭୁଲ ହେଇଛି, ମୁଁ ମଦ ନିଶାସକ୍ତ ଅବସ୍ଥାରେ ରୁହେ। ଆଉ ପୂର୍ବରୁ ମଧ୍ୟ ତାଙ୍କର ହିଷ୍ଟ୍ରି ଆପଣ ନେବେ ଯେ ବହୁତ ଖରାପ କାମରେ ଲିପ୍ତ, ଯେମିତି ଆମର ହଁ ଭୁଲ କରିଥିଲେ ସେ ଗୋଟେ ନିଜେ ଲେଖିକି ଦେଲେ, ଅଣ୍ଡରଟେକିଂ ଲେଖିଲେ ଯେ ଆମେ ଏମିତି କରିବୁ ନାହିଁ। ଆଉ ସେ ଲେଖିଲା କହିବା ତାଙ୍କ ପ୍ରକୃତି ସେମିତି ସିଏ ଆଗରୁ ବି ତାଙ୍କର ହିଷ୍ଟ୍ରି ଖରାପ ଅଛି। ଆମ ଫରେଷ୍ଟ ପ୍ରୋଟେକ୍ସନ ହଉ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ହଉ, ସେ ନିଜେ ଯଦି ଗୋଟେ ଫରେଷ୍ଟ ଷ୍ଟାଫ୍ ଗୋଟେ ହାତୀକୁ ମାରିକି ତାକୁ ଗଡ ଗଡ କରି ଗୋଟେ ପାହାଡର ପୋତି ଦେବାର ଯଦି ଏମିତି ପୂର୍ବରୁ ଘଟଣା ସେଥିରେ ସେ ସମ୍ପୃକ୍ତ ଥାଇ ତାଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ହେଇଥିଲା, ତ ଆମେ ତାକୁ କଣ ଆଶା କରିବା, ସେ ଏମିତି ହିଁ କହିବେ। ନାଇଁ ସିଏ ତାଙ୍କର ନିଶାସକ୍ତ ଅବସ୍ଥା ଥିବ, ଆଗରୁ କୋଉଠି ତାଙ୍କର ହେଇଥିବ, କିନ୍ତୁ ଆମ ଷ୍ଟାଫ୍ ଏଠି ଆମ ଷ୍ଟାଫ୍ ସବୁ ଅଛନ୍ତି ସେମିତି କିଛି ଖରାପ ବ୍ୟବହାର କରିନାହିଁ। ଯେହେତୁ ସିଏ ଆମର ଜଣେ ଷ୍ଟାଫ୍ ସସ୍ପେଣ୍ଡ ହଉ, କିନ୍ତୁ ସିଏ ଆମର ଷ୍ଟାଫ୍ ଜଣେ, ତ ଆମେ ତାକୁ ବୁଝେଇଥିଲୁ। ତାଙ୍କୁ କଣ୍ଟ୍ରୋଲ ରେ ଆଣିକି ଆମେ ବ୍ରହ୍ମପୁର ଥାନା ଦେଇଥିଲୁ ଏବଂ ସେଠି ସେ ନିଜେ ଅଣ୍ଡରଟେକିଂ ଲେଖିଲେ ଆମେ ଭୁଲ ନା ଆମର କିଛି